ପର୍ଯ୍ୟନ୍ତ। ଜହନ ଲିଖିତ ସୁସମାଚାର 15 ଅଧ୍ୟାୟ 13-15 ପଦ। କେହି ପଢିବାରେ ସାହାଯ୍ୟ କରିବେ? ପ୍ରେମ ନାହିଁ। ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି ତାହା ଯଦି ପାଳନ କର, ତେବେ ତୁମ୍ଭେମାନେ ମୋହର ବନ୍ଧୁ। ମୁଁ ତୁମ୍ଭମାନଙ୍କୁ ଆଉ ଦାସ ବୋଲି କହୁନାହିଁ, କାରଣ କର୍ତ୍ତା କଣ କରନ୍ତି ଦାସ ତାହା ଜାଣେ ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହିଅଛି, କାରଣ ମୁଁ ମୋହର ପିତାଙ୍କ ଠାରୁ ଯାହା ଯାହା ଶୁଣିଅଛି ସେହି ସବୁ ତୁମ୍ଭମାନଙ୍କୁ ଜଣାଇଅଛି। ଆମେନ୍। ପ୍ରଭୁ ତାଙ୍କରି ପଠିତ ବାକ୍ୟରେ ଏବଂ ଶ୍ରବଣରେ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ପଦେ ପ୍ରାର୍ଥନା କରିବା। ଆହେ ଆମମାନଙ୍କର ବାକ୍ୟ ସ୍ୱରୂପୀ ପ୍ରଭୁ ପରମେଶ୍ୱର, ତୁମର ପବିତ୍ର ପ୍ରିୟ ନାମର ଧନ୍ୟବାଦ କରୁଅଛୁ। ଏ ପ୍ରାତଃ କାଳରେ ପ୍ରଭୁ ତୁମରି ପବିତ୍ର ବାକ୍ୟ ଆହରଣ କରିବା ନିମନ୍ତେ ତୁମେ ଆମମାନଙ୍କୁ ଏହି ଅପୂର୍ବ ସୁଯୋଗ ଦେଇଥିବା ହେତୁ ଆମେ ତୁମ ନାମର ଗୌରବ କରୁଅଛୁ, ତୁମ ନାମର ଗୁଣାନୁବାଦ। ପ୍ରଭୁ ଯେତେବେଳେ ଏ ବାକ୍ୟ ମାନେ ଶୁଣିବାକୁ ଯାଉଅଛୁ, ଏ ବାକ୍ୟରୁ ପବିତ୍ର ଆତ୍ମା ତୁମେ ଆମମାନଙ୍କର ବକ୍ତା ହୁଅ, ତୁମେ ଆମମାନଙ୍କୁ କଥା କୁହ ଏବଂ ଏହି ପ୍ରାତଃ କାଳରେ ଆମମାନଙ୍କର ଜୀବନରେ ତୁମେ ଆଶା ସଞ୍ଚାରି ଦିଅ ବୋଲି ଆମେ ପ୍ରାର୍ଥନା କରୁଅଛୁ। ସକଳ ଗୌରବ ସକଳ ମହିମା ତୁମକୁ ଦେଇ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ଜହନ ଲିଖିତ ସୁସମାଚାର ତାର 15 ଅଧ୍ୟାୟ ଆମେ ଜାଣୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏକ ପ୍ରକୃତ ଦ୍ରାକ୍ଷାଲତା ଅଟନ୍ତି, ଆଉ ସେ ସମ୍ପର୍କୀୟ ସମ୍ଭାଷଣ ସ୍ଥାନରେ ପ୍ରକାଶ କରାଯାଇଅଛି। ତା ମଧ୍ୟରେ ପ୍ରଭୁ ଯୀଶୁ ଆପଣର ଶିଷ୍ୟମାନଙ୍କୁ ଯେଉଁ ସମସ୍ତ ଆଜ୍ଞା ପ୍ରଦାନ କରିବାକୁ ଯାଉଅଛନ୍ତି ବା କରିଅଛନ୍ତି, ତନ୍ମଧ୍ୟରେ ସେ ସେମାନଙ୍କୁ ସମ୍ବୋଧନ କରୁଛନ୍ତି ଏକ ବିଶେଷ ଶବ୍ଦ ଦେଇ। ଯେଉଁ ଶବ୍ଦ ଆମେ ଏହି ସ୍ଥାନରେ ଦେଖିବାକୁ ପାରୁଛୁ ତାହା ହେଉଛି ବନ୍ଧୁ ବା ମିତ୍ର ବା ସଖା, ଫ୍ରେଣ୍ଡ ଯାହାକୁ କୁହାଯାଇଥାଏ। ତେବେ ପୁରାତନ ନିୟମର ଆଉ ଗୋଟେ ଦିଟା ଅଂଶ ପଢିବା ପାଇଁ ମୁଁ ଚାହିଁବି। ମୁଁ କିଛି କଥା କହିବା ପୂର୍ବରୁ ହୁଏତ ଅନେକ ଥର ଆପଣମାନେ ଏ ବାକ୍ୟ ଶୁଣିଅଛନ୍ତି, ପ୍ରଚାର ମଧ୍ୟ କରିଅଛନ୍ତି, ମୁଁ ମଧ୍ୟ ପ୍ରଚାର କରିଥାଇପାରେ। ତେବେ ଆଦି ପୁସ୍ତକ 18 ଅଧ୍ୟାୟ ତାର 17 ପଦରେ ପରମେଶ୍ୱର କହନ୍ତି, ତହୁଁ ସଦାପ୍ରଭୁ କହିଲେ, ଆମ୍ଭେ ଯାହା କରିବାକୁ ଉଦ୍ୟତ ଅଟୁ ତାହା କି ଅବ୍ରାହମ ଠାରୁ ଲୁଚାଇବା। ପୁଣି ଗୀତ ସଂହିତା 25 ନମ୍ବର ଗୀତର 14 ପଦରେ ଆପଣମାନେ ଦେଖିବାକୁ ପାଇପାରିବେ, ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀ ମାନଙ୍କ ଠାରେ ଥାଏ, ଆଉ ସେ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ। ପ୍ରିୟ ବନ୍ଧୁଗଣ, ଯୀଶୁ ଆମମାନଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରୁଅଛନ୍ତି। ସେଦିନ ଶିଷ୍ୟମାନଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଥିଲେ। ଆଜିର ଶିଷ୍ୟ ଏବଂ ଶିଷ୍ୟା ହିସାବରେ ଯଦି ଆମେ ନିଜକୁ ସେଥିରେ ପ୍ରୟୋଗ କରିବା, ପ୍ରାୟୋଗିକ ଭାବରେ ଯଦି ଦେଖିବା, ତାହେଲେ ଆମ୍ଭମାନଙ୍କୁ ଆଜିର ଦିନରେ ସେ ବନ୍ଧୁ ବୋଲି ସମ୍ବୋଧନ କରୁଅଛନ୍ତି। ସେ ଆଉ ଦାସ ବୋଲି ଆମ୍ଭମାନଙ୍କୁ ସମ୍ବୋଧନ କରୁନାହାନ୍ତି। ଆମେ ସମସ୍ତେ ବନ୍ଧୁ ଆବଶ୍ୟକ କରିଥାଉ ନିଜ ନିଜ ଜୀବନରେ। ବାଲ୍ୟ ବନ୍ଧୁ, ଯୌବନ କାଳର ବନ୍ଧୁ, ବାର୍ଦ୍ଧକ୍ୟ ବନ୍ଧୁ, ବିଭିନ୍ନ ବୟସ ଅନୁପାତରେ ଆମମାନଙ୍କର ବନ୍ଧୁ ବା ବାନ୍ଧବୀ ରୁହନ୍ତି। ସାଙ୍ଗସାଥୀ, ଫ୍ରେଣ୍ଡସ୍, ସଖା, ମିତ୍ର, ଦୋସ୍ତ, ଏମିତି ଭିନ୍ନ ଭିନ୍ନ ଶବ୍ଦରେ ଆମେ ସମସ୍ତଙ୍କୁ କହିଥାଉ। and we all need friends। ଆମେ ବନ୍ଧୁର ଆବଶ୍ୟକ କରିଥାଉ, ଫ୍ରେଣ୍ଡର ଆବଶ୍ୟକ କରିଥାଉ। କିନ୍ତୁ ଅଳ୍ପ ଲୋକ ଏହି ବନ୍ଧୁତ୍ୱର ଗୁରୁତ୍ୱକୁ ବୁଝିପାରନ୍ତି। ଗୁଣବତ୍ତା ବା ଗୁଣାତ୍ମକ ଗୁଣ ସମ୍ପନ୍ନ ବନ୍ଧୁ ଆମମାନଙ୍କର ଆବଶ୍ୟକ ହେଇଥାଏ। ଆମ ପ୍ରତ୍ୟେକଙ୍କ ଜୀବନରେ ଭଲ ବନ୍ଧୁ ଓ ଖରାପ ବନ୍ଧୁ ଅଛନ୍ତି। ଉତ୍ତମ ବନ୍ଧୁ ଯାହାକୁ ଆମେ କହିଥାଉ, ଭଲ ବନ୍ଧୁ ବା ଉତ୍ତମ ବନ୍ଧୁ ଆମେ କହିଥାଉ। ଆଉ ଉତ୍ତମ ବନ୍ଧୁ ସିଏ ଯାହାଙ୍କ ଠାରେ ଆମେ ଭରସା କରିପାରୁ, ବିଶ୍ୱାସ ରଖିପାରୁ ଏବଂ ସୁଖ ଦୁଃଖର କଥା ତାଙ୍କ ସହିତ ବାଣ୍ଟି ପାରୁ, ସ୍ନେହ, ସହାନୁଭୂତି, ଆଶ୍ରୟ ଓ ସମ୍ମାନ ଦେଖାଇ ପାରୁ। ପୁଣି ସିଏ ପ୍ରକୃତ ବନ୍ଧୁ ଯିଏ ଦୁଃଖ ଏବଂ ଦୁର୍ଦ୍ଦଶା ବେଳେ ସାହାଯ୍ୟ ପାଇଁ ଆଗେଇ ଆସନ୍ତି, ପଛଘୁଞ୍ଚା ଦିଅନ୍ତି ନାହିଁ ଓ ସାନ୍ତ୍ୱନା କରିବା ପାଇଁ ସବୁବେଳେ ପ୍ରଚେଷ୍ଟା କରିଥାନ୍ତି, ଯିଏ ଆମମାନଙ୍କ ପାଇଁ ଓକିଲାତି କରନ୍ତି ଏବଂ ସବୁ ପରିସ୍ଥିତିରେ ଆମ ସହିତ ଠିଆ ହୁଅନ୍ତି। ଆଦର, ସମ୍ମାନ, ସହାନୁଭୂତି, ସମବେଦନା
ଜ୍ଞାପନ କରନ୍ତି। ସେ ପ୍ରକାର ବନ୍ଧୁଙ୍କୁ ସୁନା ପରି ବନ୍ଧୁ ବୋଲି ଆମେ ମନେ ମନେ କହିଥାଉ ବା ସରଳ ଭାବରେ ସାମାଜିକ ଭାବରେ ଚଳନ୍ତି ରୀତିନୀତି ପ୍ରଥା ଅନୁସାରେ ଆମେ କହିଥାଉ, ବା ମୋର ଗୋଟେ ବନ୍ଧୁ ସୁନା ପରି ବନ୍ଧୁ। ହିତୋପଦେଶ 17 ଅଧ୍ୟାୟର 17 ପଦରେ ଯଦି ଆପଣ ମାନେ ଦେଖିବେ, ବନ୍ଧୁ ସବୁବେଳେ ପ୍ରେମ କରଇ, ପୁଣି ଭାଇ ଦୁର୍ଦ୍ଦଶା କାଳ ନିମନ୍ତେ ଜାତ ଅଟେ। ସେଇ ହିତୋପଦେଶ 27 ଅଧ୍ୟାୟର 10 ପଦ ଯଦି ଦେଖିବେ, ନିଜର ବନ୍ଧୁକୁ ଓ ପିତାର ବନ୍ଧୁକୁ ତ୍ୟାଗ କର ନାହିଁ, ପୁଣି ତୁମ୍ଭର ବିପଦ ଦିନରେ ଆପଣା ଭାଇର ଗୃହକୁ ଯାଅ ନାହିଁ। ଦୂରସ୍ଥ ଭାଇ ଠାରୁ ନିକଟସ୍ଥ ବନ୍ଧୁ ବା ପ୍ରତିବାସୀ ଭଲ ବୋଲି ସେ ସ୍ଥାନରେ ଲେଖା ଅଛି। ସେଠି ପ୍ରତିବାସୀ ଶବ୍ଦଟି ପ୍ରୟୋଗ କରାଯାଇଛି, ମୁଁ ତାକୁ ବନ୍ଧୁ ବୋଲି ସମ୍ବୋଧନ କରିବା ପାଇଁ ଚାହୁଁଛି। ହିତୋପଦେଶ 18:24 ପଦ ଆପଣ ମାନେ ଦେଖିବେ, ଯେ ଅନେକ ମିତ୍ର କରେ ସେ ଆପଣା ବିନାଶ ନିମନ୍ତେ ତାହା କରେ, ମାତ୍ର ଜଣେ ପ୍ରେମକାରୀ ଅଛନ୍ତି, ସେ ପ୍ରେମକାରୀର ବ୍ରାକେଟରେ ମୁଁ ଲେଖିବା ପାଇଁ ଚାହିଁବି ବନ୍ଧୁ ଅଛନ୍ତି, ଯେ ଭାଇ ଅପେକ୍ଷା ଅଧିକ ନିକଟ ଲାଗି ରହନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେବେ ପ୍ରଶ୍ନ ମୁଁ ପଚାରିବା ପାଇଁ ଚାହିଁବି, ଯୀଶୁ କାହିଁକି ଆମ୍ଭମାନଙ୍କୁ ବନ୍ଧୁ ବୋଲି ଡାକନ୍ତି ଏବଂ ଦାସ ବୋଲି ଡାକୁ ନାହାନ୍ତି? ସେ ନିଜେ କହୁଛନ୍ତି, ମୁଁ ଆଉ ତୁମ ମାନଙ୍କୁ ଦାସ ବୋଲି ଡାକୁ ନାହିଁ, କିନ୍ତୁ ବନ୍ଧୁ ବୋଲି ଡାକୁଅଛି। ଦାସକୁ ବା ଦାସ ମାନଙ୍କୁ ଆଦେଶ କରାଯାଏ କିଛି କାମ କରିବା ନିମନ୍ତେ, ଏଇଟା କର, ସେଇଟା ନେଇଆ, ଯା। କିନ୍ତୁ ଜଣେ ବନ୍ଧୁଙ୍କୁ ସେଭଳି ଆଦେଶ କରାଯାଇ ନଥାଏ। ଦାସକୁ କମାଣ୍ଡ କରାଯାଏ, କିନ୍ତୁ ବନ୍ଧୁଙ୍କ ସହିତ ସେୟାର କରାଯାଏ, ଅଂଶ ବିତରଣ କରାଯାଏ। We share our mind, we share our thoughts, we share our hearts। ଆମେ ଅନେକ ସମୟରେ କଣ କରୁ ନା, ଆମର ଯୋଉ ଅତି ଘନିଷ୍ଠ ବନ୍ଧୁ ଥାନ୍ତି, ଯାହାକୁ ଆମେ ଅନ୍ତରଙ୍ଗ ବନ୍ଧୁ କହୁ ବା ଉତ୍ତମ ବନ୍ଧୁ କହୁ, ସେମାନଙ୍କ ସହିତ ଆମେ କଣ କରିଥାଉ, ନିଜର ସୁଖ ଦୁଃଖ ବାଣ୍ଟି ଥାଉ। ଏପରିକି ନିଜର ସ୍ତ୍ରୀକୁ ମଧ୍ୟ କିଛି କଥା ଗୁପ୍ତ ରଖି ଆମମାନଙ୍କର ଅତି करीब का दोस्त जो है उसके साथ हम बांटते हैं, शेयर करते हैं। ବନ୍ଧୁଙ୍କ ସହିତ ଆମର ମନ, ଆମର ଚିନ୍ତା, ଆମର ଇଚ୍ଛା, ଆମର ମନୋବାଞ୍ଛା ଆମେ ବାଣ୍ଟି ଥାଉ ବା କହିଥାଉ, ବିତରଣ କରିଥାଉ। ଗୁପ୍ତ ବିଷୟ ମଧ୍ୟ ଆମେ ଆମର ବେଷ୍ଟ ଫ୍ରେଣ୍ଡ ଯାହାକୁ କହିଥାଉ ତା ସହିତ ସେୟାର କରିଥାଉ। ଯୀଶୁ ଆମମାନଙ୍କୁ ବନ୍ଧୁ ବୋଲି କହିବାର ତାତ୍ପର୍ଯ୍ୟ କଣ ଅଟେ? ସେ ଚାହାନ୍ତି ଆମ ସହିତ ଆପଣାର ଜୀବନ ସେୟାର କରିବାକୁ। Jesus wants to share his life with us। ସେଥିପାଇଁ ସେ ବନ୍ଧୁ ବୋଲି ସମ୍ବୋଧନ କରୁଛନ୍ତି। ହଁ, ସେ 12 ଜଣ ଶିଷ୍ୟଙ୍କୁ ବା ପ୍ରେରିତଙ୍କୁ ମନୋନୀତ କଲେ, ଯେପରି ସେମାନେ ତାଙ୍କ ସହିତ ରହିବେ, ତାଙ୍କ ଠାରୁ ଶିଖିବେ, ଯାହା ଦେଖିବେ ତାହା ଶିଖିବେ। ଏବଂ ପ୍ରଥମ କଥା ହଉଛି, ସେ ତାଙ୍କ ସହିତ ସେମାନେ ରହିବେ। ପୁଣି ଦ୍ୱିତୀୟ କଥା ହଉଛି, ଭୂତ ମାନଙ୍କୁ ଛଡେଇବା ପାଇଁ ସେମାନେ ଅଧିକାର ପ୍ରାପ୍ତ ହେବେ ତାଙ୍କ ଠାରୁ। ପୁଣି ମାନବ ଜାତିର ନିକଟରେ ଯାଇ ସେମାନେ ସୁସମାଚାର ପ୍ରଚାର କରିବେ। এই ଅଧିକାର ସେମାନଙ୍କୁ ଦେବା ନିମନ୍ତେ ସେ ସେମାନଙ୍କୁ ଡାକିଥିଲେ, ଯାହା ଆପଣ ମାନେ ପାଇବେ ମାର୍କ ଲିଖିତ ସୁସମାଚାର ତାର 13 ଅଧ୍ୟାୟ 3 ପଦ 13 ପଦ 14 ପଦ 15 ପଦ। ମାର୍କ 3 13 14 15ରେ ସେ କଥା ଲେଖା ଅଛି। ଯୀଶୁଙ୍କର 12 ଜଣ ଶିଷ୍ୟ, ପୁଣି ଆହୁରି ଅନେକ ଶିଷ୍ୟ ଥିଲେ, ମାତ୍ର 12 ଜଣଙ୍କୁ ସେ ମନୋନୀତ କଲେ ଏବଂ ସେମାନଙ୍କୁ ଉପନାମ ଦେଲେ ପ୍ରେରିତ। ସେମାନଙ୍କ ସଙ୍ଗରେ ରହିବା ନିମନ୍ତେ ସେ ସେମାନଙ୍କୁ ମନୋନୀତ କଲେ। ସେ 12 ଜଣଙ୍କୁ ସେ ନିଯୁକ୍ତ କଲେ, ନାମ ଧରି ସେମାନଙ୍କୁ ଡାକିଲେ ତାଙ୍କ ସାଙ୍ଗରେ ରହିବା ପାଇଁ, ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବା ପାଇଁ, ଆଉ ସେମାନେ ଯେପରି ଭୂତ ଛଡେଇବେ ସେ ଅଧିକାର ଦେବା ପାଇଁ। ତେବେ ଏଇ 12 ଜଣଙ୍କୁ ସେ ପ୍ରେରିତ ନାମ ଦେଇଥିଲେ, ସତ କଥା, ତାଙ୍କର ବନ୍ଧୁ ବୋଲି ସେ ସେମାନଙ୍କୁ ଉପନାମ ଦେଇଥିଲେ। କେତେ ସୁନ୍ଦର କଥା। ସେମାନଙ୍କ ମଧ୍ୟରୁ ତଥାପି ଜଣେ ଖରାପ ବନ୍ଧୁ ବାହାରିଲେ, ମନ୍ଦ ସାଙ୍ଗ ବା ଜଣେ କୁଟ କପଟକାରୀ ବନ୍ଧୁ, ଚକ୍ରାନ୍ତକାରୀ ବନ୍ଧୁ, ଛଳନାକାରୀ ବନ୍ଧୁ, ଅଭିନୟକାରୀ ବନ୍ଧୁ ସେ ବାହାରିଲେ। ବିଶ୍ୱାସଘାତକ ବନ୍ଧୁ, ଯୋଉ ଶବ୍ଦ ଆପଣ ମାନେ ପ୍ରୟୋଗ କରିପାରନ୍ତି,
ଆଉ ତାଙ୍କ ନାମ ତ ଆମେ ସମସ୍ତେ ଜାଣୁ, ସେ ହେଉଛନ୍ତି ଇସ୍କାରିୟତୀ ଜିହୁଦା, ଯିଏ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା। ମାର୍କ 3 ଅଧ୍ୟାୟ ତାର 19 ପଦରେ ଆପଣମାନେ ତାହା ପାଇପାରିବେ। ଯୀଶୁ ଆମମାନଙ୍କର ଉତ୍ତମ ବନ୍ଧୁ ଅଟନ୍ତି। ଉତ୍ତମ ମେଷପାଳକ ଭାବରେ ହିଁ ବେଶୀ ପରିମାଣରେ ଆମେ ତାଙ୍କୁ ଜାଣୁ। ଯୀଶୁଙ୍କୁ ଯେତେବେଳେ ଆମେ ସମ୍ବୋଧନ କରୁଛୁ, ଅନେକ ଲୋକ ସେଇ କାଳରେ ତାଙ୍କ ସମୟରେ ଯୀଶୁଙ୍କୁ ଗୁରୁ ବୋଲି ସମ୍ବୋଧନ କରୁଥିଲେ, ରାବୁନି ବୋଲିକି ସେମାନେ ଡାକୁଥିଲେ, ପ୍ରଭୁ ବୋଲି ଡାକୁଥିଲେ। ଆଉ ଯୀଶୁ ସେମାନଙ୍କୁ ଶିଷ୍ୟମାନଙ୍କୁ ବନ୍ଧୁ ବୋଲି ଡାକୁଛନ୍ତି, ସମ୍ବୋଧନ କରୁଛନ୍ତି। ଆମେ ଅନେକ ସମୟରେ ଯୀଶୁଙ୍କୁ ଆମର ଉଦ୍ଧାରକର୍ତ୍ତା, ଆମର ମସିହ, ଆମର ତ୍ରାଣକର୍ତ୍ତା, ଆମର ମୁକ୍ତିଦାତା, ଆମର ଶାନ୍ତିଦାତା ଭାବରେ ଆମେ ସମ୍ବୋଧନ କରିଥାଉ, କିନ୍ତୁ ବନ୍ଧୁ ବୋଲିକିରି କେବେ ହେଲେ ଆମେ ସମ୍ବୋଧନ କରିନଥାଉ। ଯୀଶୁ ଆମର ପରିତ୍ରାତା, ମୁକ୍ତିଦାତା, ଶାନ୍ତିଦାତା, ଆରୋଗ୍ୟକାରୀ, ସାହାଯ୍ୟକାରୀ, ଜିହ୍ୱାଜିରୀ, ଉପକାରୀ, ମଙ୍ଗଳକାରୀ। ଜଣେ ଭଉଣୀ ପ୍ରାର୍ଥନା କଲା ବେଳେ ମଧ୍ୟ ଏହି ପ୍ରକାର କେତେକ ଶବ୍ଦ ସେ ବ୍ୟବହାର କରୁଥିଲେ। এই ପ୍ରକାର ଭାବରେ ଆମେ ସମ୍ବୋଧନ କରିଥାଉ, କିନ୍ତୁ ମାତ୍ର ଖୁବ୍ କମ୍ ଲୋକ ଅଛନ୍ତି ଯୀଶୁଙ୍କର ଶିଷ୍ୟ ଶିଷ୍ୟା, ବର୍ତ୍ତମାନର ଦାସ ଦାସୀ ମାନେ, ଯେଉଁମାନେ ଯୀଶୁଙ୍କୁ ଜଣେ ଉତ୍ତମ ବନ୍ଧୁ ଭାବରେ ଡାକିଥାନ୍ତି। ବରଂ ସେମାନଙ୍କୁ ଦାସ ବୋଲି ନ ଡାକି ବନ୍ଧୁ ବୋଲି ଡାକୁଅଛନ୍ତି, କାରଣ ପିତାଙ୍କ ଠାରୁ ଯାହା ଯାହା ସେ ଶୁଣିଅଛନ୍ତି ତାହା ସବୁ ସେ ବନ୍ଧୁଙ୍କୁ ଜଣାଉଅଛନ୍ତି। ତାଙ୍କର ହୃଦୟର ଇଚ୍ଛା ସେ ବାଣ୍ଟୁଅଛନ୍ତି। ଜିସାୟ 61:1 ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋ ଠାରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ, ବନ୍ଦୀ ଲୋକମାନଙ୍କ ପ୍ରତି ମୁକ୍ତି ଓ କାରାବଦ୍ଧ ଲୋକମାନଙ୍କ ପ୍ରତି କାରାଗାରର ମୁକ୍ତ ହେବାର କଥା ପ୍ରଚାର କରିବାକୁ, ସଦାପ୍ରଭୁଙ୍କର ଗ୍ରାହ୍ୟ ବର୍ଷ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧର ଦିନ ଘୋଷଣା କରିବାକୁ, ଶୋକାର୍ତ୍ତ ସମସ୍ତଙ୍କୁ ସାନ୍ତ୍ୱନା କରିବାକୁ। এই କଥା ଆପଣମାନେ ଲୁକ 4 ଅଧ୍ୟାୟ ତାର 18-19 ମଧ୍ୟ ପାଇପାରିବେ। ଗୋଟିଏ ବିଷୟ, ଭଗ୍ନାନ୍ତକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ସେ ପ୍ରେରିତ ହେଇଛନ୍ତି। ଭଗ୍ନ ଅନ୍ତକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ। We all have wounds inside. ଆମ ସମସ୍ତଙ୍କର ଜୀବନ ଭିତରେ କିଛି କିଛି ଘା ଅଛି, କ୍ଷତ ଅଛି। And we all need healing. ଆମେ ସମସ୍ତେ ସେ କ୍ଷତରୁ, ସେ ଘାରୁ ସୁସ୍ଥତା ଚାହୁଁଛୁ। ଯେତେବେଳେ ଆପଣ ଜଖ୍ମୀ ହୁଅନ୍ତି, କ୍ଷତ ହୁଏ ଆପଣଙ୍କର ଶରୀର ମଧ୍ୟରେ, ଗୋଟିଏ ହାତ କିମ୍ବା ଗୋଡ଼ ଫ୍ରାକ୍ଚର ହୁଏ, ସେତେବେଳେ କ'ଣ କରନ୍ତି ଓ କାହା ନିକଟକୁ ଯାଆନ୍ତି? ବ୍ୟାଣ୍ଡେଡ୍ ବାନ୍ଧିବା ପାଇଁ। ଆମମାନଙ୍କର ସମସ୍ତ କ୍ଷତ, ଘା, ଭଙ୍ଗା ଜୀବନକୁ ଯୀଶୁ ବ୍ୟାଣ୍ଡେଜ୍ ବାନ୍ଧନ୍ତି, ବାନ୍ଧିବାକୁ ଚାହାନ୍ତି। ଯୀଶୁଙ୍କ ପବିତ୍ର ରକ୍ତ, ନିଷ୍କଳଙ୍କ ରକ୍ତ, ନିର୍ଦାଗ ରକ୍ତ, ସୂଚି ରକ୍ତ, ବିଶୁଦ୍ଧ ନିର୍ମଳ ରକ୍ତ ତାହାଙ୍କ କ୍ଷତ ଶରୀରରୁ ଝରି ପଡ଼େ, ଆମମାନଙ୍କର ସମସ୍ତ କ୍ଷତକୁ ଧୋଇବା ପାଇଁ, ବାନ୍ଧିବା ପାଇଁ। ସେ ପ୍ରହାରିତ ହେଲେ ଆମେ ସୁସ୍ଥତା ପାଇଲୁ। ପ୍ରକୃତ ବନ୍ଧୁ କ'ଣ କରେ? ସେ ଫେଲୋସିପ୍ କରେ। ତାହାଙ୍କ ଦୁଃଖରେ, ତାହାଙ୍କର ସୁଖରେ ସେ ଫେଲୋସିପ୍ କରେ। ଫେଲୋସିପ୍ ୱିଥ୍ ହିମ୍ ଇନ୍ ସଫରିଂ। କଷ୍ଟ ଦୁଃଖ ଭୋଗୁଥିବା ବେଳେ ଯେ ମାନେ ସହଭାଗିତା କରିଥାଏ ବା ସାଥି ଦେଇଥାଏ, ସଙ୍ଗରେ ଆସିଥାଏ। A friend in need is a friend indeed ବୋଲିକିରି ଆମେ କହିଥାଉ। ଇଂରାଜୀରେ ଗୋଟେ ପ୍ରବାଦ ଅଛି। ଗୋଟେ ଷ୍ଟ୍ରେଞ୍ଜର ଆମକୁ କ'ଣ କରେ? ଜଣେ ଅଜ୍ଞାତ ଲୋକ, ଅପରିଚିତ ଲୋକ ମେ ହର୍ଟ ୟୋର ବଡି, କିନ୍ତୁ ଲଭଡ ୱାନ୍ କ'ଣ କରନ୍ତି? ସେମାନେ ନିଜର ହାର୍ଟକୁ ହର୍ଟ କରନ୍ତି। ଷ୍ଟ୍ରେଞ୍ଜର ଲୋକ, ଅଜ୍ଞାତ ଲୋକ, ଅପରିଚିତ ଲୋକ ହୁଏତ ଆମମାନଙ୍କର ଶରୀରକୁ ସେ ଚୋଟ ପହଞ୍ଚେଇ ପାରେ, ଆଘାତ ଦେଇପାରେ, କିନ୍ତୁ ଆମର ନିଜର ଲୋକମାନେ ଆମକୁ ଏମିତି କରନ୍ତି, ହୃଦୟକୁ ବିଦୀର୍ଣ୍ଣ କଲା ଭଳିଆ ସେମାନେ କଥା କହନ୍ତି, କାର୍ଯ୍ୟ କରନ୍ତି। loved ones, they hurt our hearts. HURT, hurt, ଯୋଉକୁ ଆଘାତ ଯୋଉଟାକୁ କୁହାଯାଏ ଇଂରାଜୀରେ। ସୁତରାଂ ଏଇ ଯୋଉ ଫ୍ରେଣ୍ଡସିପ୍ ଯାହାକୁ କୁହାଯାଉଛି, ଆମେ କ'ଣ ଅଣ୍ଡରଷ୍ଟାଣ୍ଡ କରୁଛୁ? ଏଥିରୁ ଆମେ କ'ଣ ଅଣ୍ଡରଷ୍ଟାଣ୍ଡ କରିବା? ଏଥିରେ ପ୍ରଭୁ ତାଙ୍କର ଗୋଟେ ଗ୍ରେଟେଷ୍ଟ ଲଭ୍, ମାନେ ସର୍ବୋତ୍କୃଷ୍ଟ ପ୍ରେମ ପ୍ରଦର୍ଶନ କରୁଛନ୍ତି।
ଆଉ ସେ ତାଙ୍କର ଯୋଉ ହାର୍ଟ ରେ ଥିବା ବିଷୟକୁ ସେ କମ୍ୟୁନିକେଟ କରୁଛନ୍ତି। ତାଙ୍କର ସର୍ବୋତ୍କୃଷ୍ଟ ପ୍ରେମ ସେ ପ୍ରକାଶ କରୁଛନ୍ତି ଏବଂ ତାଙ୍କ ଭିତରେ ଥିବା ହୃଦୟର ମନୋବାଞ୍ଛାକୁ ସେ କମ୍ୟୁନିକେଟ କରୁଛନ୍ତି, ସେ ଜଣେଇ ଦଉଛନ୍ତି, ପ୍ରକାଶ କରୁଛନ୍ତି, କହି ଦଉଛନ୍ତି, ଗୁପ୍ତ ରଖୁନାହାନ୍ତି। ଆଉ ସେ ଯୋଉ ସଫରିଂ କରିବା ପାଇଁ ଯାଉଛନ୍ତି କ୍ରୁଶ ଉପରେ, ତା ପୂର୍ବରୁ ସେ ଆପଣାର ଶିଷ୍ୟମାନଙ୍କୁ ବନ୍ଧୁ ବୋଲିକରି ସେୟାର କରୁଛନ୍ତି। ଯୋଉ ଯୋଉ ବିଷୟ ସେ ସେୟାର କରୁଛନ୍ତି ସେଇ ସମସ୍ତ ବିଷୟକୁ ସେମାନେ ଯେପରି ଆଗକୁ କଢେଇ ନେବେ। ତ ଖ୍ରୀଷ୍ଟଙ୍କ ବନ୍ଧୁତ୍ୱ ତିନୋଟି ବିଷୟ ଆମମାନଙ୍କୁ ପ୍ରଦାନ କରେ ବା ଶିକ୍ଷା ଦିଏ। ସେଟା ହଉଛି ଗୋଟେ ଏଭରଲାଷ୍ଟିଂ ଲଭ୍ ବା ଇଟର୍ନାଲ ଲଭ୍, ଅନନ୍ତ କାଳୀନ ପ୍ରେମ, ଶାଶ୍ୱତ ପ୍ରେମ, ଯୋଉ ପ୍ରେମ କେବେ ଶେଷ ହୁଏ ନାହିଁ, ଚୂଡାନ୍ତ ପ୍ରେମ। ତାପରେ ଗୋଟେ ଡିରେକ୍ସନ ଦେଖଉଛି, ଗୋଟେ ନିର୍ଦ୍ଦେଶ, ଗୋଟେ ଦିଶା ଦେଖଉଛି, ଗୋଟେ ଦିଗ ଦେଖଉଛି। ତାପରେ ଆମେ ଦେଖୁଛୁ ରେଭେଲେସନ ଅଫ ହିଜ ୱିଲ୍ ଫର ଆୱାର ଲାଇଫ, ତାଙ୍କର ଯୋଉ ମାନେ ପ୍ରକାଶନ ଆମ ଜୀବନ ନିମନ୍ତେ କଣ ଅଟେ ତାହା ପ୍ରଦର୍ଶନ କରୁଛି। ବନ୍ଧୁତା ବା ବନ୍ଧୁତ୍ୱ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଫ୍ରେଣ୍ଡସିପ ଇଜ an important part of our life. ଆମ ପ୍ରତ୍ୟେକଙ୍କ ଜୀବନରେ କେହି ନା କେହି ଜଣେ ଫ୍ରେଣ୍ଡ ଅଛନ୍ତି। ତାପରେ ଯେତେବେଳେ ଆମେ ବିବାହ କରୁ, ବିବାହ ସମୟରେ ଆଉ ଗୋଟେ ଜୀବନ ସାଥୀ ଆମମାନଙ୍କୁ ମିଳିଯାଏ, ଲାଇଫ ପାର୍ଟନର ଯାହାକୁ ଆମେ କହିଥାଉ। ସେ ଜୀବନ ସାରା ମୃତ୍ୟୁ ବିଚ୍ଛେଦ ପର୍ଯ୍ୟନ୍ତ ଆମମାନଙ୍କର ସାଥୀ ହୋଇ ସେ ରହନ୍ତି, ଆମମାନଙ୍କର ଫ୍ରେଣ୍ଡ ହୋଇ ସେ ରହନ୍ତି। ଥରେ ଜଣେ ବାଇବେଲ ସେମିନାରରେ ବା ବାଇବେଲ କଲେଜରେ ଜଣେ ପ୍ରଫେସର ଥିଲେ। ସେ ଆପଣାର ଷ୍ଟୁଡେଣ୍ଟ ମାନଙ୍କୁ ସେ କହିଲେ, two things will influence you wherever you will go 10 years from now. 10 ବର୍ଷ ଆଜିଠାରୁ ଗଣନା କରିକି ଚାଲ ଯେ 10 ବର୍ଷ ପରେ ଦିଟା ବିଷୟ ତୁମକୁ ମନେ ପକେଇବ, ସନ୍ତୁଳନ କରିବ, ତୁମର ଜୀବନକୁ ଦୋହଲେଇ ଦେବ। ପ୍ରଥମ ହଉଛି ଦ ବୁକ୍ସ ୟୁ ରିଡ୍, ଯେଉଁ ସବୁ ବହି ତୁମେ ପାଠ କର, ଅଧ୍ୟୟନ କର, ଧ୍ୟାନ କର। ତାପରେ ଦ ଫ୍ରେଣ୍ଡସ୍ ୟୁ ମେକ୍, ଚୁଜ୍ ଦେମ୍ ବୋଥ୍ ଭେରି କେୟାରଫୁଲି। ବହି ଏବଂ ବନ୍ଧୁ ଏ ଦିଟାକୁ ତୁମେ ମାନେ ପସନ୍ଦ କର, ବଡ ଯତ୍ନ ସହକାରେ ପସନ୍ଦ କର, ଚୁଜ୍ କର, ବାଛି ନିଅ ଯେ କୋଉଟା ତୁମର ସାଥୀ ହେବ ଆଉ 10 ବର୍ଷ ପରେ ତୁମେ ସେଟା ବିବେଚନା କରିପାରିବ। ଟୁଡେ ଆଜି ଆମେ କଣ କରୁ ନା, ମୋଷ୍ଟ ଅଫ ଅସ୍ ହ୍ୟାଭ୍ ଫେସବୁକ୍ ଫ୍ରେଣ୍ଡସ୍, ଗୁଗଲ ଫ୍ରେଣ୍ଡସ୍, ଗାର୍ଲ ଫ୍ରେଣ୍ଡସ୍, ଟ୍ୱିଟର ଫ୍ରେଣ୍ଡସ୍, ଇଣ୍ଟରନେଟ ଫ୍ରେଣ୍ଡସ୍, ଅନଲାଇନ ଫ୍ରେଣ୍ଡସ୍, ଆଉ କଣ କଣ ଅଛି ଆପଣ ମାନେ ଯୋଡି ପାରିବେ। But the most important friend that you and I can have is our Master Lord Jesus Christ. Hallelujah. ଏ ଫେସବୁକ୍ ଫ୍ରେଣ୍ଡସ୍ ଆଉ ଯାହାବି ମୁଁ କହିଲି, ଏ ସମସ୍ତ ଫ୍ରେଣ୍ଡ ମାନଙ୍କର ଅପେକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୋସ୍ତ, ଗୁରୁତ୍ୱପୂର୍ଣ୍ଣ ମିତ୍ର, ଗୁରୁତ୍ୱପୂର୍ଣ୍ଣ ସଖା, ଗୁରୁତ୍ୱପୂର୍ଣ୍ଣ ବନ୍ଧୁ, ଉତ୍ତମ ବନ୍ଧୁ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆମମାନେ ଇଂରାଜୀରେ ଅନେକ ସମୟରେ ଗୀତ ଗାଇଥାଉ, ହ୍ୱାଟ ଏ ଫ୍ରେଣ୍ଡ ଆଇ ହ୍ୟାଭ୍ ଇନ୍ ଜିସସ୍, କେଡ଼େ ଉତ୍ତମ ବନ୍ଧୁ ଯୀଶୁଙ୍କ ଠାରେ ମୋର ଅଛି। ଆଉ ଗୋଟେ ଗୀତ ଅଛି, ଜିସସ୍ ହ୍ୱାଟ ଏ ଫ୍ରେଣ୍ଡ ଫର ସିନର୍ସ, ପାପୀ ମାନଙ୍କ ନିମନ୍ତେ ଯୀଶୁ କେଡ଼େ ମହାନ ବନ୍ଧୁ ଅଟନ୍ତି। ପୁରାତନ ନିୟମରେ ନୂତନ ନିୟମରେ ଆମେ ଦେଖିବାକୁ ପାରିଲୁ ଯେ ପ୍ରଭୁ ଯୀଶୁ ଶିଷ୍ୟ ମାନଙ୍କୁ ସେ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି। ପୁରାତନ ନିୟମରେ ଅବ୍ରାହମକୁ ସେ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି, କିନ୍ତୁ କୌଣସି ମନୁଷ୍ୟ ପରମେଶ୍ୱରଙ୍କୁ ଅଥବା ଯୀଶୁଙ୍କୁ ବନ୍ଧୁ ବୋଲି ଡାକିବାର ବା ସମ୍ବୋଧନ କରିବାର ଆମେ ଅନେକ ସମୟରେ ଶୁଣି ନାହୁଁ ବା ଜାଣି ନାହୁଁ। ବାଇବେଲରେ ଉଭୟ ଅବ୍ରାହମଙ୍କୁ ଓ ମୋଶାଙ୍କୁ ପରମେଶ୍ୱର ବନ୍ଧୁ ବୋଲି ସମ୍ବୋଧନ କରିଅଛନ୍ତି। ପଢନ୍ତୁ ଦ୍ୱିତୀୟ ବଂଶାବଳୀ 20:7 ପଦ, ଦ୍ୱିତୀୟ ବଂଶାବଳୀ 20 ପର୍ବର 7 ପଦ। ମିତ୍ର ଶବ୍ଦଟା ହୁଏତ ସେ ସ୍ଥାନରେ ପ୍ରୟୋଗ କରାଯାଇଥିବ। ପରମେଶ୍ୱର, ତୁମ୍ଭେ କଣ ଆପଣା ଲୋକ ଇସ୍ରାଏଲ ସମ୍ମୁଖରୁ ଏହି ଦେଶ ନିବାସୀମାନଙ୍କୁ ତଡ଼ି ଦେଇ ଅନନ୍ତ କାଳ ନିମନ୍ତେ ଆପଣା ମିତ୍ର ଅବ୍ରାହମ ବଂଶକୁ ତାହା ଦେଇନାହ? ଆମେନ୍।
ଆପଣା ମିତ୍ର ଅବ୍ରାହମ ବଂଶକୁ ତାହା ଦେଇନାହ। ତାମାନେ ଅବ୍ରାହମକୁ ସେ ବନ୍ଧୁ ବୋଲି ସମ୍ବୋଧନ କରିବାର ବିଷୟ ଆମେ ସ୍ଥାନରେ ଦେଖିବାକୁ ପାରୁଛୁ। ମିତ୍ର ବା ବନ୍ଧୁ। ଆଉ ଜିସାୟ 41:8 ଜଣେ ପଢନ୍ତୁ। ଜିସାୟ 41:8 ମାତ୍ର ହେ ଆମ୍ଭର ଦାସ ଇସ୍ରାଏଲ, ଆମ୍ଭର ମନୋନୀତ ଜାକୁବ, ଆମ୍ଭର ବନ୍ଧୁ ଅବ୍ରାହମର ବଂଶ। ଓକେ, ଆମେନ୍। ଧନ୍ୟବାଦ। ଏଥିରୁ ଆମେ ପ୍ରମାଣ ପାଉଛୁ ଯେ ଅବ୍ରାହମଙ୍କୁ ସେ ଆପଣାର ବନ୍ଧୁ ବୋଲି ସମ୍ବୋଧନ କରିଅଛନ୍ତି। ଜାକୁବ 2 ଅଧ୍ୟାୟ ତାର 23 ପଦରେ ଦେଖିବେ ଯେ ସେଥିରେ ଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ଅବ୍ରାହମ ଈଶ୍ୱରଙ୍କ ଠାରେ ବିଶ୍ୱାସ କଲେ ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା, ପୁଣି ସେ ଈଶ୍ୱରଙ୍କ ମିତ୍ର ବୋଲି ଖ୍ୟାତ ହେଲେ। ପଢନ୍ତୁ ଟିକେ। ସେଥିରେ ଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ଅବ୍ରାହମ ଈଶ୍ୱରଙ୍କ ଠାରେ ବିଶ୍ୱାସ କଲେ ଆଉ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା, ପୁଣି ସେ ଈଶ୍ୱରଙ୍କ ମିତ୍ର ବୋଲି ଖ୍ୟାତ ହେଲେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଜି ଆମେ ଏତେ ବର୍ଷ ପରମେଶ୍ୱରଙ୍କ ସହିତ ଗମନାଗମନ କରି ଆସୁଅଛୁ, ଆମେ ଜାଣୁନା ଯେ ଆମମାନଙ୍କର କୋଉ ଇତିହାସ ପୁସ୍ତକରେ ଲେଖାଯିବ ଯେ ସିନ୍ଧୁ ପାଣି ଜଣେ ଈଶ୍ୱରଙ୍କର ମିତ୍ର ଥିଲେ ବୋଲି, କିମ୍ବା ରାଉଳ ବାବୁ ଈଶ୍ୱରଙ୍କ ମିତ୍ର ଥିଲେ ବୋଲି, ବା ଯେକୌଣସି ନାମ ଆପଣ ଉଲ୍ଲେଖ କରନ୍ତୁ ଯୋଉଠି ଈଶ୍ୱରଙ୍କ ମିତ୍ର ଯୀଶୁଙ୍କ ବନ୍ଧୁ ବୋଲି ଆମକୁ କଣ ଆଜି ଆମର ଆଇଡେଣ୍ଟିଟି ଆମେ ଦେଇପାରିବା, ବା ଇତିହାସରେ କଣ ଆମର ନାମ ଏ ପ୍ରକାର ଲେଖାଯିବ? ଆଗାମୀ ପିଢି ନିମନ୍ତେ ଆମେ ଈଶ୍ୱରଙ୍କର ବନ୍ଧୁ ବୋଲି କଣ ଗୋଟେ ଛାପ ପକେଇ ପାରିବା? ଯାତ୍ରା ପୁସ୍ତକ 33 ଅଧ୍ୟାୟ 11 ପଦରେ ଆପଣ ଦେଖିବେ ମୋସାଙ୍କୁ ମଧ୍ୟ ବନ୍ଧୁ ବୋଲି ସମ୍ବୋଧନ କରାଯାଇଅଛି। ମାନେ ମୋସା ଯେତେବେଳେ ପରମେଶ୍ୱରଙ୍କ ସହିତ ଆଳାପ କରୁଥିଲେ, ସେ ଈଶ୍ୱରଙ୍କ ବା ସଦାପ୍ରଭୁ ପରମେଶ୍ୱରଙ୍କ ସହିତ ଜିହୋବାଙ୍କ ସହିତ ମୁଖାମୁଖି ହୋଇ ସେ ଆଳାପ କରୁଥିଲେ। ତ ଫ୍ରେଣ୍ଡ ମାନେ ମୁଖାମୁଖି ହୋଇ ଆଳାପ କରନ୍ତି, ଗୁପ୍ତରେ ରହି ଆଳାପ କରନ୍ତି ନାହିଁ। ଅନ୍ୟ ଏକ ଧର୍ମ ସମ୍ପ୍ରଦାୟରେ ଆପଣ ମାନେ ଦେଖିବେ ଯେ ଗୋଟେ କାନ୍ଥରେ ଛିଦ୍ର କରାଯାଏ ଏବଂ ଛିଦ୍ରର ଭିତର ପଟ ରହିବେ ଯାଜକ ଆଉ ବାହାର ପଟେ ରହିବେ ଜଣେ ଦୋଷୀ, ଅପରାଧୀ, ଦାଗୀ, ପାପୀ। ସେମାନଙ୍କ ଭିତରେ କମ୍ୟୁନିକେସନ ହୁଏ, ସେମାନଙ୍କ ଭିତରେ ଆଳାପ ହୁଏ ଯେ ତୁମେ ଅମୁକ ଅମୁକ ପାପ କରିଅଛ, ତୁମକୁ ଏତେ ଟଙ୍କା ଜୋରିମାନା କରାଯାଉଅଛି, ଏତିକି ଟଙ୍କା ତୁମେ ଦେଲେ ତୁମର ପାପ କ୍ଷମା ହବ, ଏତିକି ଟଙ୍କା ଦେଲେ ତୁମକୁ ପ୍ରମାଣ ପତ୍ର ମିଳିବ, ତୁମେ ଅମୁକ ଜାଗାକୁ ଗଲେ ତୁମର କ୍ଷମା ହବ। এই ପ୍ରକାର ଭାବରେ ଆଳାପ କରାଯାଇଥାଏ। କିନ୍ତୁ ଏଠି ଆମେ ଦେଖୁଛୁ ଯାତ୍ରା 33:11 ସଦାପ୍ରଭୁଙ୍କ ସହିତ ମୋସା ଯେପରି ମିତ୍ର ସହିତ ଆଳାପ କରେ, ମନୁଷ୍ୟ ଯେପରି ମିତ୍ର ସହିତ ଆଳାପ କରେ, ସେପରି ସଦାପ୍ରଭୁ ମୁଖାମୁଖି ହୋଇ ମୋସାଙ୍କ ସହିତ ଆଳାପ କଲେ ବୋଲି ଲେଖା ଅଛି। ନୂତନ ନିୟମରେ ଯୀଶୁ ଆପଣ ଶିଷ୍ୟମାନଙ୍କୁ ବନ୍ଧୁ ବୋଲି ସମ୍ବୋଧନ କଲେ। ପ୍ରଶ୍ନ ଉଠୁଛି ଆଜି ଯେ would Jesus call me his friend today? ଆଜି କଣ ଯୀଶୁ ମତେ ଏବଂ ଆପଣଙ୍କୁ ତାଙ୍କ ବନ୍ଧୁ ବୋଲି ଡାକିବେ କି, ବା ଡାକୁଛନ୍ତି କି? ଆଜିର ଶାସ୍ତ୍ର ଯାହା ମାନେ ପାଠ କଲୁ, 4ଟି ଚରିତ୍ର ଯେଉଁମାନଙ୍କ ପାଖରେ ଦେଖାଯାଏ ସେମାନଙ୍କୁ ଯୀଶୁ ଆପଣ ବନ୍ଧୁ ବୋଲି ଡାକନ୍ତି। ପ୍ରଥମ ଚରିତ୍ର, ଫ୍ରେଣ୍ଡସ୍ ଅଫ ଜିସସ୍ ଲଭ୍ ୱାନ୍ ଆନାଦର, ପରସ୍ପରକୁ ପ୍ରେମ କରନ୍ତି। ପ୍ରକୃତରେ ଯୀଶୁଙ୍କର ବନ୍ଧୁ ମାନେ କଣ କରନ୍ତି ନା ପରସ୍ପରକୁ ପ୍ରେମ କରନ୍ତି। ଦ୍ୱିତୀୟ କଥା, ସେମାନେ ତାହାଙ୍କର ଆଜ୍ଞା ପାଳନ କରନ୍ତି, they obey his commandments। ତୃତୀୟ କଥା, they understand his truth, ତାହାଙ୍କ ସତ୍ୟତାକୁ ସେମାନେ ଜାଣନ୍ତି ବା ବୁଝନ୍ତି, ହୃଦୟଙ୍ଗମ କରନ୍ତି। ଚତୁର୍ଥ କଥା, they are chosen to bear fruits that remains, ଚତୁର୍ଥ ବିଷୟ ହଉଛି ଏବଂ ଫଳ ଫଳିବା ନିମନ୍ତେ ସେମାନେ ମନୋନୀତ ହେଇଅଛନ୍ତି, ଯୋଉ ଫଳ ସ୍ଥାୟୀ ହୋଇ ରହିବ। এই 4ଟା ବିଷୟ এই ଯୋହନ 15 ଅଧ୍ୟାୟର ତାର 13ରୁ 15 ପଦରେ ଆମେ ଦେଖିବାକୁ ପାରୁଛୁ। ଆମେ ଯଦି ମୂଳରୁ ଦେଖିବା ଯେ ବାଇବେଲ ଆମମାନଙ୍କୁ ପ୍ରକାଶ କରେ ଯେ ଆମମାନଙ୍କର ପ୍ରକୃତି, ଜନ୍ମଗତ ପ୍ରକୃତିରୁ ହିଁ ଆମେ ଈଶ୍ୱରଙ୍କର ଶତ୍ରୁ, ଯେହେତୁ ଜନ୍ମରୁ ଭାବରେ ପାପ କରିଅଛୁ। ଆଦମୀୟ ପାପ ଆମମାନଙ୍କର ଜୀବନ ଉପରେ ଲଦି ଦିଆଯାଇଅଛି। ପରମେଶ୍ୱର ପବିତ୍ର, ନିଷ୍କଳଙ୍କ, ନିର୍ଦାଗ, ବିଶୁଦ୍ଧ, ନିର୍ମଳ। ରୋମିଓ 8:7 ପଦ ଏବଂ
ଯାକୁବ 4:4 ପଦ ଆପଣ ମାନେ ପଢିବେ, ଆଉ ପ୍ରଥମ ପିତର 5:5 ମଧ୍ୟ ଆପଣ ମାନେ ପଢିବେ ଯେ ସେ କେମିତି ପବିତ୍ରତାର ପୁରୁଷ ଥିଲେ, ହୋଲି ବ୍ୟକ୍ତି ଥିଲେ, ନିଷ୍ପାପ ନିର୍ଦାଗ ଥିଲେ, ପାପର ଲେଶ ମାତ୍ର ତାଙ୍କଠାରେ ନଥିଲା। 2 କରନ୍ତି 5:18 ଆଉ 19 ପଦରେ ପାଉଲ ମଧ୍ୟ କହନ୍ତି ସେ ପାପ କଣ ତାହା ସେ ଜାଣିନଥିଲେ, ପାପର ଲେଶ ମାତ୍ର ତାଙ୍କଠାରେ ନଥିଲା। ପିତର ଏବଂ ପାଉଲ ଏ ପ୍ରକାର ସାକ୍ଷ୍ୟ ଦିଅନ୍ତି ଯୀଶୁଙ୍କ ବିଷୟରେ ଯେ ହି ନ୍ୟୁ ନୋ ସିନ୍, ଆଉ ତାହାଙ୍କ ପାଖରେ କୌଣସି ପାପ ନଥିଲା, ଛଳନା ନଥିଲା ବୋଲିକି ଏମାନେ ସ୍ୱୀକାର କରନ୍ତି। ଲୁକ 5:29-32 ପଦରେ ମଧ୍ୟ ଯୀଶୁଙ୍କୁ ପାପୀ ମାନଙ୍କର ବନ୍ଧୁ ବୋଲି ଯାଜକ ମାନେ, ଫାରୁସି ମାନେ, ସାଦୁକି ମାନେ ଆଖ୍ୟା ଦେଇଥିଲେ। ସେଲ୍ଫ ରାଇଚିୟସ୍ ପିପଲ, ରିଲିଜିୟସ୍ ଲିଡର୍ସ, କ୍ରାଉଡ ଏମାନେ କଣ କରୁଥିଲେ? ଯୀଶୁଙ୍କୁ ପାପୀ ମାନଙ୍କର ବନ୍ଧୁ ବୋଲି ସମ୍ବୋଧନ କରୁଥିଲେ। ଯକ୍ଷଙ୍କ ଭଳି ଜଣେ ଟ୍ୟାକ୍ସ କଲେକ୍ଟରଙ୍କ ଘରକୁ ସେ ଯାଉଥିଲେ ଖାଇବା ପାଇଁ, ପାପୀ ମାନଙ୍କର ଗୃହକୁ ସେ ଯାଉଥିଲେ ଖାଇବା ପାଇଁ। ମାଥ୍ୟୁ ଟ୍ୟାକ୍ସ କଲେକ୍ଟର, ଯକ୍ଷ ଜଣେ କର ଆଦାୟକାରୀ, ଏମାନଙ୍କର ଗୃହକୁ ପ୍ରଭୁ ଯୀଶୁ ଯାଉଥିଲେ ଖାନା ଖାଇବା ପାଇଁ। ତେଣୁ ଲୋକମାନେ ତାଙ୍କୁ ପେଟୁକ ବୋଲି ମଧ୍ୟ ସମ୍ବୋଧନ କରୁଥିଲେ, ପାପୀ ମାନଙ୍କର ବନ୍ଧୁ ବୋଲି ସମ୍ବୋଧନ କରୁଥିଲେ। ହି ଇଜ ଏ ଫ୍ରେଣ୍ଡ ଅଫ ସିନର। ସେଥିପାଇଁ ଗୋଟେ ଇଂରାଜୀରେ ଗୀତ ଅଛି ଯେ ଜିସସ୍ ହ୍ୱାଟ ଏ ଫ୍ରେଣ୍ଡ ଅଫ ସିନର୍ସ ଅର ଫର ସିନର୍ସ। ଯୀଶୁଙ୍କର ବନ୍ଧୁ ହେବାକୁ ହେଲେ ଅନୁତାପ ସହିତ ଏକ ନିରାଶ ପାପୀ, ଯେଉଁ ପାପୀ ନିଜକୁ ନିରାଶ ବୋଲି ମନେ କରେ, ହେଲ୍ପଲେସ୍ ବୋଲିକରି ମନେ କରେ, ହତାଶ ବୋଲିକରି ମନେ କରେ, ସେ ଅନୁତାପ ସହିତ ଫେରି ଆସିବା ଦରକାର। ହେଲ୍ପଲେସ୍ ସିନର ଭାବରେ ଯୀଶୁଙ୍କ ନିକଟକୁ ଆସିବା ଦରକାର, ତେବେ ସେ ବନ୍ଧୁତ୍ୱର ପରିଚୟ ପାଇପାରିବ। ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆଜି ଆମେ ପ୍ରଭୁ ଯୀଶୁଙ୍କ ସହିତ ଗମନାଗମନ କରୁଅଛୁ। ଶିଷ୍ୟମାନେ ମଧ୍ୟ ଗମନାଗମନ କରୁଥିଲେ, ଯୀଶୁଙ୍କ ସହିତ ରହିଲେ ସବୁ ଦେଖିବା ପାଇଁ, ଶିଖିବା ପାଇଁ ଏବଂ ତାକୁ ପ୍ରାୟୋଗିକ ଭାବରେ ବ୍ୟବହାର କରିବା ପାଇଁ। ପ୍ରଭୁ ଯୀଶୁ ଏ ବାକ୍ୟ ମାନଙ୍କୁ ଦେଇଛନ୍ତି, ଯୋଉ ବାକ୍ୟ ଯେମିତି ମଧୁସ୍ମିତା ଭଉଣୀ କହୁଥିଲେ ଜୀବନ୍ତ ବାକ୍ୟ। ଗୀତ ସଂହିତା 19:7 ପଦରୁ ଯଦି ପଢିବେ ଯେ ତୁମର ବ୍ୟବସ୍ଥା ମୋର ଚିତ୍ତର ଆନନ୍ଦଜନକ, ତାହା ନିର୍ମଳ ସୂଚି, ମୋର ନେତ୍ର ପାଇଁ, ମୋର ଜୀବନ ପାଇଁ ତାହା କୋଉ କୋଉ ଉପକାର କରେ, ସେ ସମସ୍ତ କଥା ମାନେ ବାକ୍ୟର ଚମତ୍କାରିତା, ବାକ୍ୟର ଉପକାରିତା ସେ ସ୍ଥାନରେ ଲେଖାଯାଇଅଛି। ଆଉ ଏଇ ଜୀବନ୍ତ ବାକ୍ୟକୁ ପ୍ରତ୍ୟେକ ଦିନ ଆପଣ ମାନେ ଶୁଣୁଛନ୍ତି, ପ୍ରଚାର ବି କରୁଅଛନ୍ତି, ବହୁତ ଆତ୍ମିକ ଖାଦ୍ୟ ଆହରଣ କରୁଅଛନ୍ତି। ତଥାପି ଏଇ ପ୍ରଶ୍ନ ଗୋଟିଏ ମୁଁ ପଚାରିବା ପାଇଁ ଚାହିଁବି ଯେ ପ୍ରଭୁ ଯୀଶୁ ଆଜି ଆପଣଙ୍କୁ ଆଉ ମତେ କଣ ତାଙ୍କର ବନ୍ଧୁ ବୋଲି ସମ୍ବୋଧନ କରିବେ କି ବା କରୁଅଛନ୍ତି କି? ବର୍ତ୍ତମାନର ସମାଜରେ, ବର୍ତ୍ତମାନର ସମୟରେ ଯୋଉ ପ୍ରକାର ପରିସ୍ଥିତି ଘଟି ଚାଲିଛି, ଅନେକ ପ୍ରଭୁ ଯୀଶୁଙ୍କର ଅନୁଗାମୀ ମାନେ ଯୋଉମାନେ ହେଇଛନ୍ତି ବା ହେଇଥିଲେ, ସେମାନେ ପ୍ରଭୁ ଯୀଶୁଙ୍କୁ ପରିତ୍ୟାଗ କରି ଚାଲି ଯାଉଛନ୍ତି। ସେଇ ଯୋହନ 6 ଅଧ୍ୟାୟରେ ପ୍ରଭୁ ଯୀଶୁ ଆପଣର ଶିଷ୍ୟମାନଙ୍କୁ ଗୋଟିଏ କଥା ପଚାରିଲେ, କହିଲେ ଯେତେବେଳେ ଲୋକମାନେ, ଅନେକ ଲୋକମାନେ ଯୀଶୁଙ୍କୁ ପରିତ୍ୟାଗ କରି ଚାଲି ଯାଉଥିଲେ, ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ଶିଷ୍ୟମାନଙ୍କୁ କହିଲେ, ତୁମ୍ଭେମାନେ କଣ ମତେ ଛାଡି ଚାଲିଯିବା ପାଇଁ ଇଚ୍ଛା କରୁଅଛ? ସେତେବେଳେ ପିତର କହିଲେ ଯେ ହେ ଗୁରୁ, ଆମେ କାହା ପାଖକୁ ଯିବୁ? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି, ଆମେ ଆଉ କାହା ପାଖକୁ ଯିବୁ? ତେଣୁ ଚ୍ୟାଲେଞ୍ଜ ହଉଛି, ଚୁନୌତି ହଉଛି ଯେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଏକ ବନ୍ଧୁ ହିସାବରେ, ବନ୍ଧୁ ଅନେକ ସମୟରେ ହାତ ଧରା ଧରି ହେଇକରି ଚାଲନ୍ତି, କାନ୍ଧ ଉପରେ ହାତ ପକେଇକରି ଚାଲନ୍ତି। ଆମେ ପ୍ରଭୁ ଯୀଶୁଙ୍କୁ ଆଜି ଦେଖିପାରୁନାହୁଁ ଗୋଟେ ଜୀବନ୍ତ ପୁରୁଷ ଭାବରେ ଆମ ନିକଟରେ, କିନ୍ତୁ ସେ ଆମ ହୃଦୟ ମଧ୍ୟରେ ବାସ କରନ୍ତି, ଆଉ ତାଙ୍କର ବାକ୍ୟ ଆମମାନଙ୍କୁ ଦେଇଛନ୍ତି। ସେଇ ବାକ୍ୟ ଦେହବନ୍ତ ହେଲେ ଓ ଆମମାନଙ୍କର ମଧ୍ୟରେ ସେ ବାସ କଲେ ବୋଲି ଲେଖା ଅଛି। Therefore, ତେଣୁକରି ଆମେ we should walk more closely with our Jesus. ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅତି ଘନିଷ୍ଠତାର ସହିତ, ଘନିଷ୍ଠ ଭାବରେ ଆମମାନଙ୍କୁ ଚାଲିବା ଦରକାର। ଆଉ କେବଳ ସେତିକି ନୁହେଁ, ଦ୍ୱିତୀୟ କଥା, we must join him in his mission of forming disciples. ଆଜି ଆମେ କଣ କରିବା ଦରକାର? ତାହାଙ୍କ ସହିତ ତାହାଙ୍କ ମିଶନରେ
ଯୁକ୍ତ ହେବା ଦରକାର, ଯୋଡି ହେବା ଦରକାର। କଣ ପାଇଁ? ଅନ୍ୟମାନଙ୍କୁ ଶିଷ୍ୟ ତିଆରି କରିବାରେ। ପ୍ରଭୁ ଯୀଶୁ ଆମମାନଙ୍କୁ କଣ ବୋଲି ଆଦେଶ ଦେଲେ? ମହାନ ଆଦେଶ ଯାହା ଆମେ କହିଥାଉ ମାଥ୍ୟୁ 28 ଅଧ୍ୟାୟ ତାର 18, 19, 20 ପଦରେ, ଅତଏବ ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମତେ ପ୍ରଦତ୍ତ ହୋଇଅଛି, ଏଥି ନିମନ୍ତେ ତୁମେ ମାନେ ଯାଅ, ଜଗତର ପ୍ରତ୍ୟେକ ଜାତିର ନିକଟରେ ଯାଅ ବୋଲି ଲେଖା ଅଛି ସେ ସ୍ଥାନରେ। ଗୋଇଂ ଟୁ ଅଲ୍ ଦ ୱାର୍ଲଡ, ଅଲ୍ ଏଥନିକ ଗ୍ରୁପ୍ସ, ଅର୍ଥାତ ସବୁ ଜାତିର ଲୋକଙ୍କ ନିକଟକୁ ଯାଇ ଯାହା ଯାହା ମୁଁ ତୁମମାନଙ୍କୁ ଶିକ୍ଷା ଦେଇଛି ସେଇ ସବୁ ବିଷୟ ସେମାନଙ୍କୁ ଶିକ୍ଷା ଦେଇ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ କଣ କର ବୋଲି ଲେଖା ଅଛି? ଶିଷ୍ୟ କର ବୋଲି ଲେଖା ଅଛି। ଚେଲେ ବନାଅ ବୋଲି ସେ ଆମମାନଙ୍କୁ କହିଛନ୍ତି। ଆମେ ଆଜି କେତେ ଜଣ ନିଜେ ନିଜେ ଚେଲେ ବା ଆମମାନଙ୍କର ଶିଷ୍ୟ ଶିଷ୍ୟା ବନେଇଛୁ? ଆମେ ଅନେକ ସମୟରେ ଲୋକମାନଙ୍କୁ କନଭର୍ଟ, ସେଥିପାଇଁ ଆମର ଭାରତ ବର୍ଷରେ ଆମମାନଙ୍କୁ କଣ କୁହାଯାଉଛି? କନଭର୍ଟ। ତୁମେ ମାନେ ବାକ୍ୟ ପ୍ରଚାର କରିଦେଲେ, ବାକ୍ୟ ସେୟାର କରିଦେଲେ, ବାକ୍ୟ କହିଦେଲେ କିମ୍ବା କୌଣସି ଘରେ ପ୍ରାର୍ଥନା କରିଦେଲେ ଲୋକ ଭାବୁଛନ୍ତି ଆମେ କନଭର୍ଟ କରିଦଉଛୁ। ଲୋକଙ୍କର ଯୋଉ ଭୁଲ ଚିନ୍ତାଧାରା ସବୁ ରହିଛି ତାକୁ ଆମେ ଦୂର କରିବା ଦରକାର ଅଛି। କୌଣସି ଧର୍ମ, ଆମମାନଙ୍କର ତ ସମ୍ବିଧାନର ଆର୍ଟିକଲ 25 ରେ ଆମମାନଙ୍କୁ ଅଧିକାର ଦିଆଯାଇଛି ଯେ ଜଣେ ବ୍ୟକ୍ତି ଯେକୌଣସି ଧର୍ମ ଗ୍ରହଣ କରିପାରିବ, ଯେକୌଣସି ଧର୍ମକୁ ପ୍ରଫେସ କରିପାରିବ, ପ୍ରାକ୍ଟିସ କରିପାରିବ। ଟୁ ପ୍ରାକ୍ଟିସ, ଟୁ ପ୍ରଫେସ ଏଣ୍ଡ ଟୁ ପ୍ରୋକ୍ଲେମ, ଏ ତିନିଟା ଅଧିକାର ସାମ୍ବିଧାନିକ ଅଧିକାର ଦିଆଯାଇଛି। କିନ୍ତୁ ମାଡ଼ ମାରି ଭୟ ଦେଖେଇ ଆମକୁ ଆଜି ବା ଆମର ଲୋକମାନଙ୍କୁ, ବିଶ୍ୱାସୀ ଭାଇ ଭଉଣୀ ମାନଙ୍କୁ, ପ୍ରଭୁଙ୍କର ଲୋକମାନଙ୍କୁ ନିର୍ଯାତନା କରାଯାଉଛି ବିଭିନ୍ନ ଜାଗାରେ। ଓଡ଼ିଶାରେ, ଛତିଶଗଡ଼ରେ, ରାଜସ୍ଥାନରେ, ଯୋଉ 11ଟି ଷ୍ଟେଟ ଅଛି ଯୋଉଠି ଏଣ୍ଟାଇ କନଭର୍ସନ ଲ ପ୍ରଣୟ କରାଯାଇଛି। ସାରା ଭାରତ ବର୍ଷକୁ ସେ ପ୍ରକାର ଭାବରେ ସେମାନେ କରିବା ପାଇଁ ଚାହାନ୍ତି। ତେଣୁ ଆମକୁ ଅଧିକ ଘନିଷ୍ଠତାର ସହିତ ପ୍ରଭୁ ଯୀଶୁଙ୍କ ସହିତ ଚାଲିବା ଆବଶ୍ୟକ ଅଛି। ପୁଣି ତାହାଙ୍କ ମିଶନରେ ଆମକୁ ଯୁକ୍ତ ହେବାର ଅଛି। ଆମେ ଅନେକ ସମୟରେ କଣ କରୁଛୁ? ନିଜ ନିଜର ମିଶନ ଆରମ୍ଭ କରିଦଉଛୁ ଯୀଶୁଙ୍କ ନାମରେ। ଯୀଶୁଙ୍କୁ ବେପାର କରୁଛୁ, ଆମେ ଯୀଶୁଙ୍କୁ ବିକ୍ରି କରୁଛୁ, ଆମେ ମିଶନର ନାଁରେ, ମିନିଷ୍ଟ୍ରିର ନାଁରେ। And we don't join in his mission, we start our own mission. ଆମେ ଆମ ନିଜର ମିଶନ ଗୁଡାକ ଆରମ୍ଭ କରୁଛୁ। ହଜିଥିବା ଲୋକମାନଙ୍କୁ ପ୍ରଭୁ ଖୋଜି ରକ୍ଷା କରିବା ପାଇଁ ଆସିଥିଲେ, ସେଇଟା ତାଙ୍କର ମିଶନ। କାରଣ ଯାହା ହଜି ଅଛି ତାହା ଖୋଜି ରକ୍ଷା କରିବା ପାଇଁ ମନୁଷ୍ୟ ପୁତ୍ର ଆସିଅଛନ୍ତି। ଆଜି ସେ ବନ୍ଧୁ ବୋଲି ଆମମାନଙ୍କୁ ସେୟାର କରିଛନ୍ତି ତାଙ୍କ ହୃଦୟର କଥା। କେତେ ଦୂର ଆମେ ତାଙ୍କ ହୃଦୟର କଥାକୁ ବୁଝି ପାରିଅଛୁ, ହୃଦୟଙ୍ଗମ କରିପାରିଅଛୁ, ଆଉ କେତେ ଦୂର ଆମ ଜୀବନରେ ଯୋଉ ଆଶ୍ଚର୍ଯ୍ୟ କର୍ମ ପ୍ରଭୁ ସାଧନ କରିଛନ୍ତି ତାହା ଆମେ ଅନ୍ୟମାନଙ୍କ ନିକଟରେ ସେୟାର କରୁଛୁ, ଆମ ବନ୍ଧୁମାନଙ୍କ ନିକଟରେ ସେୟାର କରୁଛୁ। ଆମେ ବନ୍ଧୁ ବନେଇବା ଏବଂ ସେମାନଙ୍କୁ ସେୟାର କରିବା, ସେତେବେଳେ ସେମାନେ ଅନ୍ୟଥା କରିପାରିବେ ନାହିଁ, ନା ବୋଲି କହିପାରିବେ ନାହିଁ। ଆମେ ଏ ପ୍ରକାର ଶିଷ୍ୟ ଶିଷ୍ୟା ବନେଇବା ଯୋଉମାନେ ଆଉ ଅନ୍ୟମାନଙ୍କୁ ଶିଷ୍ୟ ଶିଷ୍ୟା ବନେଇବେ। ଆମର ମଣ୍ଡଳୀ ଆମେ ଏ ପ୍ରକାର ପ୍ରତିଷ୍ଠା କରିବା ଯୋଉ ମଣ୍ଡଳୀ ଗୋଟେ ଡିସାଇପଲ ମେକିଂ ଚର୍ଚ୍ଚ ହବ। ଖାଲି ମନି ମେକିଂ ଚର୍ଚ୍ଚ ନୁହେଁ, ମିଶନ ମେକିଂ ଚର୍ଚ୍ଚ ନୁହେଁ, ପ୍ରୋଗ୍ରାମ ମେକିଂ ଚର୍ଚ୍ଚ ନୁହେଁ। ଚର୍ଚ୍ଚ ଗୁଡାକରେ ଖାଲି ପ୍ରୋଗ୍ରାମ ଚାଲୁଛି ଚାରି କାନ୍ଥ ମଧ୍ୟରେ। ଆଜି ଏ ରିଭାଇଭାଲ ମିଟିଂ, ଆସନ୍ତା କାଲି ସେ ରିଭାଇଭାଲ ମିଟିଂ, କିନ୍ତୁ ପରସ୍ପର ମଧ୍ୟରେ କାହାରି ଭଲ ସମ୍ପର୍କ ହିଁ ନଥିବ, କିନ୍ତୁ ରିଭାଇଭାଲ ମିଟିଂ ହଉଥିବ। ରିଭାଇଭ yourself first, then you can revive others. ଆମେ ନିଜକୁ ଆଗ ରିଭାଇଭ କରିବା, ତାପରେ ଆମେ ଅନ୍ୟକୁ ରିଭାଇଭ କରିପାରିବା। ପ୍ରଭୁ ଯୀଶୁଙ୍କ ପାଖରେ ଜୀବନ ଥିଲା, ତେଣୁକରି ସେ ଜୀବନ ଦେବା ନିମନ୍ତେ ଆସିଲେ। ଜୀବନ୍ତ ବାକ୍ୟ ଦେହବନ୍ତ ହେଲେ ଆଉ ଆମ ନିକଟରେ ବାସ କଲେ। ସେ ଜାଣିଛନ୍ତି ଯେ ଏମାନେ ଦୁର୍ବଳ ଲୋକମାନେ, ଏମାନଙ୍କ ପାଖରେ ଜାନ ଡାଲିବା ଦରକାର ଅଛି। जान देने के लिए जीने वाला आया हमारे पास। जीवन देवा निमंते जीवंत ईश्वर आसिले आम निकटकू। जेपरि आउ से आमनको कमांड करूछंती, चेले बनाओ, शिष्य तैयारी करो। खाली बिलीवर तैयारी करो नाही, शिष्य तैयारी करिवार अछि। आमे कोन विश्वासी हेकि खाली रहिबा सारा जीवन? आमे शिष्य तैयारी करिवार अछि, शिष्य तैयारी करिवार अछि। तापर तांकर राज्य प्रसारित हबो, तांकर राज्य विच्छुरित हबो। से भग्न
ଅନ୍ତକରଣ ଲୋକମାନଙ୍କର କ୍ଷତକୁ ବାନ୍ଧିବା ପାଇଁ ଆସିଲେ, ପ୍ରଭୁଙ୍କର ଅନୁଗ୍ରହ ବର୍ଷକୁ ଘୋଷଣା କରିବା ପାଇଁ ଆସିଲେ, ବନ୍ଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ସେ ଆସିଲେ। ଆମେ ମଧ୍ୟ ତାହା କରିବା ଦରକାର। ଆଉ ଏ ସମସ୍ତ ସମ୍ଭବ କେମିତି? ବାଇ ଅର୍ ଥ୍ରୁ ଏଭ୍ରିଡେ ୱାକ୍ ୱିଥ୍ ଲର୍ଡ ଜିସସ୍ ଖ୍ରାଇଷ୍ଟ। ତାଙ୍କ ସହିତ ଗୋଟେ ଯୋଉ ରିଲେସନସିପ, କାରଣ ଖ୍ରୀଷ୍ଟିଆନିଟି ଇଜ ଏ ରିଲେସନସିପ ନଟ୍ ରିଲିଜିଅନ। ଖ୍ରୀଷ୍ଟ ଧର୍ମକୁ ଲୋକ ଧର୍ମ ବୋଲି କହୁଛନ୍ତି, ଏଟା ଧର୍ମ ନୁହେଁ, ଗୋଟେ ସମ୍ପର୍କର ବିଷୟ ଅଟେ। ପ୍ରଭୁ ଯୀଶୁ ସମ୍ପର୍କ ସ୍ଥାପନ କରନ୍ତି, ସେ ୱାନ୍ ଅନ୍ ୱାନ୍ ସମ୍ପର୍କ ସ୍ଥାପନ କରନ୍ତି। ଆଉ ଏଇ ଜର୍ଣ୍ଣିରେ, ଏଇ ଯାତ୍ରାରେ ଯେତେବେଳେ ଆମେ ଆଗକୁ ବଢୁଛୁ ଈଶ୍ୱରଙ୍କର ରାଜ୍ୟକୁ ବିସ୍ତାର କରିବା ପାଇଁ, ଆମେ ଅନେକଙ୍କୁ ଏ ପ୍ରକାର କରିବା ଯେପରି ସେମାନେ ଖ୍ରୀଷ୍ଟଙ୍କ ସହିତ ସମ୍ପର୍କ ରଖିବେ ଏବଂ ତାଙ୍କ ପଛରେ ଚାଲିବେ, ଆମ ପଛରେ ନୁହେଁ। ଆମର ପଦବୀ ବଡ ହେଇପାରେ, ଆମେ 3ଟା ଡକ୍ଟରେଟ କରିପାରୁ, କିନ୍ତୁ ଯୀଶୁଙ୍କ ସହିତ ଆମର ଯୋଉ ସମ୍ପର୍କ ଅଛି ସେ ସମ୍ପର୍କ ଅନୁସାରେ ଅନ୍ୟମାନଙ୍କୁ ମଧ୍ୟ ସେ ସମ୍ପର୍କରେ ସମ୍ପର୍କ ରଖିବା ପାଇଁ, ଜଡ଼ିତ ହେବା ପାଇଁ ଆମେ ଯୋଡ଼ିବାର ଅଛି। ଟୁ ଇନକ୍ରିଜ ଖ୍ରାଇଷ୍ଟସ୍ ଫଲୋଅର୍ସ, ଖ୍ରୀଷ୍ଟଙ୍କର ଅନୁଗାମୀ ମାନଙ୍କୁ, ଖ୍ରୀଷ୍ଟଙ୍କ ପଛରେ ଚାଲିବା ଲୋକମାନଙ୍କୁ ଆମେ ତିଆରି କରିବା ଦରକାର ଅଛି। ଖ୍ରୀଷ୍ଟିଆନ କାହାକୁ କୁହାଯାଏ? ଆପଣମାନଙ୍କୁ ମୁଁ ଅନେକ ଥର କହିଛି, ଡିକ୍ସନାରୀରେ ଦେଖିବେ ଯେ ଖ୍ରୀଷ୍ଟିଆନ ବୋଲି ପ୍ରଥମେ ତ ଆନ୍ତଖିଆରେ ଅନ୍ୟ ଲୋକମାନେ ବିଶ୍ୱାସୀ ମାନଙ୍କର ବିଶ୍ୱାସର ଜୀବନ ଯାତ୍ରାକୁ ଦେଖି କହିଲେ ଏମାନେ ହେଉଛନ୍ତି ଖ୍ରୀଷ୍ଟିଆନ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ଖ୍ରୀଷ୍ଟିଆନ କରିନାହାନ୍ତି, ଖ୍ରୀଷ୍ଟିଆନ ନାମ ସେ ଆମକୁ ଦେଇନାହାନ୍ତି। ବିଜାତି ଲୋକମାନେ ଖ୍ରୀଷ୍ଟିଆନ ନାମ ଦେଇଛନ୍ତି, ଯେହେତୁ ଖ୍ରୀଷ୍ଟଙ୍କର ଅନୁଚର ମାନଙ୍କୁ ବା ଖ୍ରୀଷ୍ଟଙ୍କର ଅନୁଗାମୀ ମାନଙ୍କର ଜୀବନ ଶୈଳୀକୁ ଦେଖିକିରି। ଆଜି ଆମର ଜୀବନ ଶୈଳୀକୁ ଦେଖି ଆମକୁ ମାରୁଛନ୍ତି, ପିଟୁଛନ୍ତି, ଭାଙ୍ଗୁଛନ୍ତି, ଆମର ଘର ଦ୍ୱାର, ଆମର ମଣ୍ଡଳୀ, ଆମର ଗିର୍ଜା ଘର, ଆମର ପ୍ରାର୍ଥନା ଗୃହ। We need to have a relationship, personal relationship, intimate relationship, ଯୋଉ ରିଲେସନସିପ ଯୀଶୁଙ୍କ ସହିତ ହବ, ଯୋଉ ରିଲେସନସିପ ୱାନ୍ ଅନ୍ ୱାନ୍ ଏକ ପରସ୍ପର ସହିତ ହବ, ପୁଣି ସେଇ ରିଲେସନସିପ ୱିଥ ଏ କମ୍ୟୁନିଟି, ତେବେ ସେଇଟା ଗୋଟେ କିଙ୍ଗଡମ କମ୍ୟୁନିଟି ହେଇପାରିବ, ଖ୍ରାଇଷ୍ଟ ଫଲୋଇଂ କମ୍ୟୁନିଟି ହେଇପାରିବ। Jesus' calls remain the same today. ପ୍ରଭୁ ଯୀଶୁଙ୍କର ସେଇ ଆହ୍ୱାନ 2000 ବର୍ଷ ତଳେ ଯାହା ଥିଲା ଆଜି ବି ତାହା ଜୀବିତ ଅଛି। ଯୀଶୁ ଶିଷ୍ୟମାନଙ୍କୁ ମାଛ ଧରୁଥିବା ଅବସ୍ଥାରେ ଯେତେବେଳେ ସେ ଗଲେ, 2 ଜଣ ଭାଇ ବା 2 କରି 4 ଜଣ ଭାଇ ସେମାନେ ମାଛ ଧରୁଥିଲେ, ସେମାନେ କଣ କହିଲେ? ମୋର ଅନୁଗମନ କର, ମୁଁ ତୁମମାନଙ୍କୁ ମନୁଷ୍ୟ ଧରିବା ଶିଖେଇବି। Jesus never simply invited people to believe. କେବଳ ଖାଲି ବିଶ୍ୱାସ କରିକିରି ଚୁପଚାପ ରହିଯାଉ ବୋଲି ପ୍ରଭୁ ଯୀଶୁ ଲୋକମାନଙ୍କୁ ଡାକି ନାହାନ୍ତି। He called them to follow him. ସେ ଡାକନ୍ତି ବା ସେ ଡାକିଲେ ତାଙ୍କର ଅନୁଗମନ କରିବା ପାଇଁ, ତାଙ୍କ ପଛେ ପଛେ ଚାଲିବା ପାଇଁ। ତ ଆମେ ଯଦି ଖ୍ରୀଷ୍ଟଙ୍କୁ ଫଲୋ କରୁଛୁ, ଖ୍ରୀଷ୍ଟଙ୍କୁ ଅନୁଗମନ କରୁଛୁ, ଅନୁଧାବନ କରୁଛୁ, ଅନୁକରଣ କରୁଛୁ, ତାହେଲେ ସେ ଯାହା କଲେ ତାହା ଆମେ କରିବାର ଅଛି, ସେ ଯାହା କହିଲେ ଆମେ ତାହା କହିବାର ଅଛି। ଆମେ ତାଙ୍କ ଦ୍ୱାରା ସେପ୍ ମାନେ ଆମର ଆକାର, ଆମର ଆକୃତି ତାଙ୍କ ଦ୍ୱାରା ନିର୍ମିତ ହେବାର ଅଛି, ତେବେ ଆମେ ତାଙ୍କ ସହିତ ଠିକରେ ଚାଲିପାରିବା। ସେଥିପାଇଁ ସେ ସଜାଡ଼ିଲେ, ତା ଭିତରେ ମଧ୍ୟ ଜଣେ ଖରାପ ବନ୍ଧୁ ବାହାରିଲେ, ଇସ୍କରିୟତ ଜିହୁଦା, ଯେ ଯୀଶୁଙ୍କୁ 30ଟି ରୌପ୍ୟ ମୁଦ୍ରା ପାଇଁ ବିକ୍ରି କଲେ। ତେଣୁ ଆଜି ଆମେ କଣ କରିବା? ଯେ ଅନ୍ୟମାନଙ୍କୁ ତାଙ୍କର ସହିତ ସମ୍ପର୍କରେ ଯୋଡ଼ିବା, ଯେପରି ସେମାନେ ଯୋଉମାନେ ଘନିଷ୍ଠ ସମ୍ପର୍କରେ ଆସିବେ ପ୍ରଭୁ ଯୀଶୁଙ୍କ ସହିତ, ସେମାନେ କେବେ ଯୀଶୁଙ୍କୁ ପରିତ୍ୟାଗ କରିବେ ନାହିଁ, କେବେ ଯୀଶୁଙ୍କୁ ଅସ୍ୱୀକାର କରିବେ ନାହିଁ। ଯୋଉମାନେ ଟଙ୍କା ପାଇଁ କି କୌଣସି ଲାଳସା ପାଇଁ ପ୍ରଭୁଙ୍କ ପାଖକୁ ଆସିଥିବେ, ସେମାନେ ଫେରିଯିବେ, ହଟିଯିବେ, ଅସ୍ୱୀକାର କରିବେ। କିନ୍ତୁ ଯୋଉମାନେ ସଚ୍ଚା ଖ୍ରୀଷ୍ଟିଆନ, ଯୋଉମାନେ ସଚ୍ଚୋଟ ଖ୍ରୀଷ୍ଟିଆନ, ଯୋଉମାନେ ଷ୍ଟ୍ରଙ୍ଗ ଖ୍ରୀଷ୍ଟିଆନ ଫଲୋଅର, ସେମାନେ କେବେ ହେଲେ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିବେ ନାହିଁ। ସେମାନେ ଅଙ୍ଗୀକାର କରିବେ ଯେ ହଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋର ଉଦ୍ଧାରକର୍ତ୍ତା। ତାଙ୍କ ସହିତ ଚାଲୁଥିବା ହେତୁ, ତାଙ୍କର ସହିତ ସେମାନେ ସେଫ୍ ହେଇଥିବା ହେତୁ, ତାଙ୍କର ସହିତ ସେମାନେ ତାଙ୍କ ମିଶନରେ ଜଡ଼ିତ ହେଇଥିବା ହେତୁ, ସେମାନେ ଦୃଢ଼ତାର ସହିତ ଠିଆ ହେଇକରି କହିପାରିବେ ଯେ ମୁଁ ପ୍ରଭୁ ଯୀଶୁଙ୍କର ଲୋକ। ତେଣୁ ଆସୁ ଆମେ କେବଳ ବିଶ୍ୱାସ ହିଁ ରହିବା ନାହିଁ, ତାଙ୍କର ଶିଷ୍ୟା ଭାବରେ ନିଜକୁ ପ୍ରତିଷ୍ଠିତ କରିବା ଏବଂ ତାଙ୍କର ବନ୍ଧୁ ଭାବରେ ନିଜର ପରିଚୟ ଦେବା। ଆମେ ତ ସବୁବେଳେ ଯେତେବେଳେ ଲୋକ ପଚାରନ୍ତି ଆପଣ କିଏ, କହିଲେ ମୁଁ ଜଣେ ଖ୍ରୀଷ୍ଟଙ୍କର ଦାସ, ମୁଁ ପ୍ରଭୁଙ୍କର ଦାସ, ସୋ ଆଣ୍ଡ ସୋ, ୱିଥ୍ ଅଲ୍ ଡେଜିଗ୍ନେସନ୍, ୱିଥ୍ ଅଲ୍ ଟାଇଟଲ୍ସ ଆମେ କହିଥାଉ। କିନ୍ତୁ କେବେ କହିଛୁ ଯେ ମୁଁ ଯୀଶୁଙ୍କର ଜଣେ ବନ୍ଧୁ, ଯୀଶୁ ମୋହର ବନ୍ଧୁ, ମୁଁ ଯୀଶୁଙ୍କର ବନ୍ଧୁ?
এই প্রকার ଆମେ କେବେ କହିନଥାଉ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ତାଙ୍କର ମିଶନକୁ ବୁଝିବା ପାଇଁ, ତାଙ୍କର ଆହ୍ୱାନକୁ ବୁଝିବା ପାଇଁ, ତାଙ୍କର ଚ୍ୟାଲେଞ୍ଜକୁ ବୁଝିବା ପାଇଁ, ତାଙ୍କର ଡାକରାକୁ ବୁଝିବା ପାଇଁ ଏବଂ এই ବାକ୍ୟର ଗଭୀରତା ତାତ୍ପର୍ଯ୍ୟ ବୁଝିବା ପାଇଁ ସେ ଆମକୁ ବନ୍ଧୁ ବୋଲି ସମ୍ବୋଧନ କରୁଛନ୍ତି, ଦାସ ବୋଲି ଆଉ ସମ୍ବୋଧନ କରୁନାହାନ୍ତି। ଆମେ ଯଦି ତାଙ୍କର ବନ୍ଧୁ, ସେ ଆମ ସହିତ ସେୟାର କରିଛନ୍ତି ତାଙ୍କ ହୃଦୟର ଇଚ୍ଛାକୁ, ପିତାଙ୍କର ଇଚ୍ଛା ସେ ଆମକୁ ଜଣେଇଛନ୍ତି। ଆମେ ଆମ ହୃଦୟର କଥା ଆଜି କଣ ଈଶ୍ୱରଙ୍କର ମିଶନକୁ ସମ୍ପନ୍ନ କରିବା ପାଇଁ ଆମର ବନ୍ଧୁକୁ କଣ ଜଣେଇବା, ଆମର ଫ୍ରେଣ୍ଡସ୍ ମାନଙ୍କୁ ଜଣେଇବା, ଆମର ପଡୋଶୀ ମାନଙ୍କୁ କଣ ଜଣେଇବା। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଅନୁଗ୍ରହ ଦିଅନ୍ତୁ, ଏ ବାକ୍ୟ ଦ୍ୱାରା ଆହୁରି ଆମମାନଙ୍କୁ ସଞ୍ଜୀବିତ କରନ୍ତୁ। ପ୍ରଭୁ ସମସ୍ତଙ୍କର ସହାୟ ହୁଅନ୍ତୁ। ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। Amen. 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 Praise the Lord.